ଆମେ ବସୁଛେ ପ୍ରଭୁ ବୁଝିପାରିଲେ ବାବା। ଆମେ ଯେତେବେଳେ ବସୁଛେ ବସି ସାରିଲା ପରେ ଯେମିତି 15-20 ମିନିଟ୍ ଅଧଘଣ୍ଟା 45 ମିନିଟ୍ ପରେ ଯୋଉ ନିଶ୍ୱାସ ପ୍ରଶ୍ୱାସ ଟା ଆମର ସେଟା ସ୍ଥିର ହେଇଯାଉଛି ମାନେ କହିଲେ କେତେବେଳେ ଯାଉଛି ଆଉଛି ଜାଣି ହଉନାହିଁ। ସେ ସ୍ଥିର ହେଇଗଲା ପରେ ମନଟା ପୁରା ମାନେ କେତେବେଳେ ସାଙ୍ଗେ ସେଥିରେ ବେଶୀ ବିଚଳିତ ହଉଛି କେତେବେଳେ ମାନେ କଣ ଭାବି ଦଉଛି ଠିକ ଜଣା ପଡୁନି ହେରି ସାଡୁ ପଳେଇଲା ପୁଣି ଏଥିରେ ଚାଲୁଛି କିନ୍ତୁ ସେତେବେଳେ ସେ ପାରାଲ ପୁରା ସ୍ଥିର ଥାଏ। ହେଲେ କେମିତି ମନଟାକୁ ଆମେ ସେଇ ଜାଗାରେ ଲଗେଇକି ଆହୁରି ଆଗକୁ ବଢିବୁ। ଶୁଣ ଯେତେବେଳେ ପବନ ଟା ତମର ସ୍ଥିର ହେଇଯାଉଛି ବୁଝିପାରିଲ ତମର ମନଟା ଇଏ ହଉନି କଣ ନାମରେ ରହୁନି। ହଁ ସେଇଟା ରହୁନାହିଁ। ହଁ ବାସ୍ କାହିଁକି ରହୁନି ତାର କାରଣ ଶୁଣ ଏ ସବୁ ଅନୁଭବୀ ଲୋକ କହିବେ ତମର ଯେତେ ପବନ ଟା ସ୍ଥିର ହେଇଯାଉଛି ନା ମନଟା ନାମରେ ରହୁନି ତାର କାରଣ ହଉଛି କଣ ନା ତମର ଇଡା ନାଡିରେ ସବୁବେଳେ ପାଇଁ ତମର ଧ୍ୟାନ ଟା ରହୁଛି ସାଧନା ହଉଛି ଏବଂ ତମ ଗୁରୁ ନାମଟା ଇଡା ନାଡିରେ କ୍ରିୟାଶୀଳ ହଉଛି। ଇଡା ନାଡିରେ କ୍ରିୟାଶୀଳ ହେଲେ ପବନ ଧୀର ହେଇଯାଏ ବୁଝିଲେ କି ପିଙ୍ଗଳା ନାଡିରେ କ୍ରିୟାଶୀଳ ହେଲେ ଶରୀରଟା ଆକ୍ଟିଭ ହୁଏ ଭାଇଟାଲ ଏନର୍ଜି ବୃଦ୍ଧି ପାଏ ବୁଝିପାରିଲେ। ଆଉ କିନ୍ତୁ ତମର ପିଙ୍ଗଳା ନାଡିରେ ପବନ ଶରୀର ଆକ୍ଟିଭ ହେଲା ପରେ ଯଦି ସେଇଥିରେ ପବନ ଧୀର ହୁଏ ବୁଝିଲେ କି ତାହେଲେ କଣ ହବ ନା ମନଟା ନାମ ଧିରେ ନାଖିକି ରହ। ସେଇଟା ପ୍ରଭୁ ଜାଣିବି କେମିତି ଆମେ ଜାଣିବୁ କେମିତି ଜାଣିପାରିବି ସେ ଜିନିଷଟା ଗୁରୁ କରୁଛ ନା। ହଁ ଗୁରୁ ପ୍ରଭୁ କରିଛି। ଆଚ୍ଛା ଗୁରୁ ତମକୁ ନାଡି ତତ୍ତ୍ୱ ବୁଝେଇଦେବେ। ମୁଁ ପଚାରିନି ଆଉ ନାହିଁ ଗୁରୁଙ୍କୁ ପଚାର ନାଡି ଯଦି ନ ପଚାରିଛନ୍ତି ତାହେଲେ କଥା ଶୁଣ ମୁଁ ତମର ମୋର ଉପଦେଶ ଯେ ତମେ ପିଙ୍ଗଳା ନାଡିରେ ପବନ ଚାଲୁଥିଲା ବେଳେ ସବୁବେଳେ ନାମ ଚଲା। ଇଡା ନାଡିରେ ହେଲେ ଇଡା ନାଡିରେ କଥା ହୁଏ ସେଟା ଶୀତଳ ମାର୍ଗ ନା ସେ ପବନ ଧୀର କରିଦିଏ। କିନ୍ତୁ ପିଙ୍ଗଳା ନାଡି ହେଲା ସୂର୍ଯ୍ୟ ନାଡି ଉଷ୍ଣ ମାର୍ଗ ସେଟା ପବନ ଟାକୁ ଚଞ୍ଚଳ କରେ। ପବନ ଚଞ୍ଚଳ ହବ ପବନ ଚଞ୍ଚଳ ହେଲେ ମନଟା ସେଥିରେ ନାଖିଯିବ। ମୁଁ ପ୍ରାଥମିକ ଷ୍ଟେଜ କଥା କହୁଛି ପବନ ଚଞ୍ଚଳ ହେଇକି ପବନରେ ଯଦି ନାମ ସ୍ମରଣ କରିବ ନାମଟା ପବନରେ ନାଖିଯିବ। ସେଇଥିରେ ମିଶିଯିବ ସେଟା ଆଉ ମିଶି ଯାଇକି କଣ ହବ ଶୁଣ ମିଶିଗଲେ ତମର ଦେଖିବ ତମର ମନ ଯୋଉ ଶରୀର ମସ୍ତିଷ୍କ ସବୁବେଳେ ପାଇଁ ତମର ଆକ୍ଟିଭ ହେଇକି ଯେମିତି ପୁରା କମ୍ପନ ସୃଷ୍ଟି ହଉଥିବ ଭାଇବ୍ରେସନ ହବ। ସେ ଭାଇବ୍ରେସନ ସମୟରେ ନାମ ସ୍ମରଣ କରୁ କରୁ ସେ କଣ ହବ ଯେମିତି ଜମ୍ପ କଲା ଭଳିଆ ମାନେ ଭାଇବ୍ରେସନ ହଉ ଜମ୍ପ କଲା ଭଳିଆ ଉପରକୁ ଯାଇକି ମନଟା ଫଟପୁଣି ସ୍ଥିର ହେଇକି କଣ ହଉଛି ଦେଖନ୍ତୁ ଏଇଠି ମନେ ପଡିଲା ଶୁଣନ୍ତୁ ଏଇଠି ହେବା ଭିତରେ ଯେମିତି ନିଦ ଲାଗିଲେ ଢୋଳେଇ ପଇଲେ ଯେମିତି ଝୁଙ୍କ ମାରେ ନା ସେମିତି ଝୁଙ୍କ ବି ଗୋଟାଟା ନାଇଁ ସେ ଝୁଙ୍କ ଭଲ ହଉ ତାହେଲେ ତମର ଇଏ ହେଇଯାଉଛି କଣ କୁହନି ତମର ମାନେ ଇଏ ଝୁଙ୍କ ନିଦ୍ରାଟା ହଉଛି ଭଲ ନୁହେଁ ଯୋଗ ନିଦ୍ରାଟା ଭଲ ବୁଝିଲ କି ନିଦ୍ରା ତମର ଅଚେତ ଭାବ ଆସିଯାଉଛି। ହଁ ତମର ଯୋଉ ଝୁଙ୍କ ମାରୁଛି କହୁଛ ତମର ନାମ ସ୍ମରଣ କରୁ ଅଚେତ ଭାବ ଅର୍ଥାତ ତମର ଚେତନ ଶକ୍ତି ରହୁନାହିଁ ଆଉ ନାମଟା ତମର ଭୁଲି ଯାଉଛ। ହଁ ଭୁଲି ଯାଉଛେ ସେତେବେଳେ ତ ଅନ୍ଧକାରମୟ କିଛି ତ ଜାଣି ହଉନାହିଁ ସେତେବେଳେ ଝୁଙ୍କ ଗୁଡା ମାରିଲା ପରେ ପୁଣି ଚେତନା ପଳେଇ ଆସୁଛି ପୁଣି ନାମ ଚାଲୁଛି ଧୀରେ ଧୀରେ ଚାଲୁଛି। ଝୁଙ୍କ ମାଇଲା ବେଳକୁ ଚେତନା ଆସୁଛି କିନ୍ତୁ ସିଏ ଅଚେତ ଅବସ୍ଥାକୁ ପଳଉଛି ଅଚେତ ଅବସ୍ଥାରେ ନାମଟା ଯଦି ରହିବ ତାହେଲେ ଠିକ ହବ ନାମ ଯଦି ନ ରହୁଛି ତାହେଲେ ଟିକେ ବ୍ୟତୀତ ତମେ ଚଲାଅ ହେଲା ତମେ ସେଗୁଡା ମୁଣ୍ଡ ପୁରାଅ ନା ତମେ ପିଙ୍ଗଳା ନାଡିରେ ସାଧନା ଚଲା। ପ୍ରଭୁ କିଛି ଅସୁବିଧା କିଛି ସୁବିଧା କିଛି ଅସୁବିଧା ନାହିଁ ତ ସେମିତି କିଛି ନା ଅସୁବିଧା କିଛି ନାହିଁ ଯଦି କଣ ଅସୁବିଧା ଭଲ ମନ୍ଦ ହୁଏ ମୁଁ ଅଛି। ତମେ ଚିନ୍ତା କର ନା ତମେ କାମ କର। ଆସନ କରୁଛ? ହଁ ଏଇ ପଦ୍ମାସନ ତ ହେଇପାରୁନି ଟିକେ ଥଣ୍ଡା ପଣା ଦେହ ପା ଖରାପ ସମାସନରେ ବସିବା କଥା। ହଉ ଆପଣଙ୍କର ପ୍ରୋଗ୍ରାମ ଦେଖିକି ପ୍ରଭୁ ଭାରି ଖୁସି ମାନେ ୟୁଟ୍ୟୁବରେ ଏତେ ଗୁଡେ କଥା ଆପଣ ଖୋଲମ ଖୋଲା କଥା କହୁଛନ୍ତି ଯାହାକି ଯାହାର ମୂଲ୍ୟ କୋଟି କୋଟି ଟଙ୍କା ଦେଲେ ମିଳିବନି। ଆପଣ ଯୋଉ କଥା କହୁଛନ୍ତି ୟୁଟ୍ୟୁବରେ ମୁଁ ଶୁଣିକିନି ମାନେ କୋଟି କୋଟି ଟଙ୍କା ଦେଲେ ବି ପ୍ରଭୁ ଏ ଦୁର୍ଲଭ ଜିନିଷ ମିଳିବନି କିନ୍ତୁ ଯିଏ ଜାଣିଛି ତାକୁ ସିଏ ମନରେ ଭାବେ ବିଚାର କରେ ପ୍ରଭୁ ଖୋଲମ ଖୋଲା କଥା କହୁଛନ୍ତି ପ୍ରକୃତିରେ ସତ୍ୟ ଯୁଗ ଆସିଗଲା। ହଉ ତାପରେ ଆଉ ଗୋଟେ କଥା ମୁଁ ଦେଖୁଥିବ
ମୁଁ କୌଣସି ମୋର ଭେଦ ଦୃଷ୍ଟି ନାହିଁ କିଏ କୋଉ ଗୁରୁ କଲା ନ कला ସେଥିରେ ଭେଦ ଦୃଷ୍ଟି ନାଇଁ ନାଇଁ କିଛି ନାହିଁ ପୁରା ଆପଣଙ୍କର। ମୁଁ ଖୋଲିକି କହୁଛି ଯେ ତମେ ଯିଏ ଯୋଉ ଗୁରୁ ଯାହା କର ତମର ଯୋଉ ଅସୁବିଧା ହଉଛି ଯଦି ମୁଁ ଜାଣିଥାଏ ତାହେଲେ କାହିଁକି ନା ମୁଁ କହିପାରୁନି ଯେ ମୁଁ କାଶୀ ପଣ୍ଡିତ ବୋଲି। ମୁଁ ଯୋଉ ବାଟରେ ମୁଁ ଯାଇଛି ମୁଁ ଦୀର୍ଘ ଦିନ ଧରିକି ବର୍ତ୍ତମାନ 45 ବର୍ଷ ହେଲା ଗୁରୁଙ୍କର ସାନିଧ୍ୟ ଲାଭ କରିକି ବର୍ତ୍ତମାନ ମୁଁ ଚଲେଇଛି। ତେଣୁ ସେ ଭିତରେ ମୁଁ ଯୋଉ ଗୁଡାକ ଅସୁବିଧା ତମେ ଫେସ୍ କରୁଛ ମୁଁ ବି କରି ସାରିଛି ହେଲା। କରି ସାରିଛନ୍ତି ଆପଣ ସେଗୁଡା ଅନୁଭବ କରିକି ଆପଣ ତା ଉପର ଲେବୁଲ କେତେ ଉପର ଲେବୁଲ ଯାଇଛନ୍ତି ବୋଲି ମୁଁ ଆପଣଙ୍କୁ ପଚାରିବା ପାଇଁ ଟିକେ ଖୁସି ହେଲି। ବାସ୍ କାହିଁକି ନା ତମେ କହିଲ ପବନ ଟା ଯୋଉ ଧୀର ହେଇଯାଉଛି ତାର ଗୋଟେ ଲକ୍ଷଣ ପବନ ଯେତେ ସ୍ଲୋ ଏଣ୍ଡ ସ୍ପିଡି ହବ ସେତେ ଆମର ଜ୍ଞାନ ଶକ୍ତି ବଢିବ। କିନ୍ତୁ ସେ ପବନ ଟା ଇଏ ପବନ ନୁହଁ। ମୁଁ ସେଟା ଧରି ପକେଇଲି ନା ତମେ ଯୋଉ କହିଲ ପବନ ଧୀର ହଉଛି ବୋଲିକି ଏ ପବନ ଧୀରଟା ସେ ଧୀର ନୁହେଁ। ଦୀର୍ଘ ଏବଂ ସୂକ୍ଷ୍ମ ପବନ ଟା ଦୀର୍ଘ ଏବଂ ସୂକ୍ଷ୍ମ ହବ। ହଁ ସେଟା ଜଣା ପଡୁନି ପ୍ରକୃତିରେ ଯିବା ଆସିବା ହଉଛି କି ହଉନି କଣ ମାନେ ଏତେ ସ୍ଲୋ ଏତେ ସ୍ଥିର ହେଇଯାଉଛି ମାନେ ଠକ୍ 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 ମାନେ ଏମିତି ଗୋଟେ ଟୋଟାଲ ଭାଇବ୍ରେସନ ବଡି ଭିତରେ ଝୁଙ୍କ ଗୁଡା ଆସିଯିବ। ସେ ହଉଛି ସେ ଇଡା ନାଡି ବିଷୟରେ ହଉଛି ସେଟା ପିଙ୍ଗଳା ନାଡି ଯଦି ସେଇଟା ହବ ତାହେଲେ ତମର ଉନ୍ନତି ବଢିଯିବ। ସେ କରୁଥାଅ ଦେଖିବା କଣ ହଉଛି ଆଉ। ହଁ ମୁଁ ସିନା କହିଲେ ମୁଁ ଟିକେ ପଚାରେ ବାବୁଙ୍କୁ କାଳେ ଅସୁବିଧା ସୁବିଧା କଣ ଭଲ ମନ୍ଦ ସବୁ ତ ଖୋଲା କଥା କହୁଛନ୍ତି ଆଉ ଟିକେ ଦୟାକରି ଜଣେଇଦେଲେ ଟିକେ ଖୁସି ଲାଗେ। ସେଥିରେ ବିପଦ ହବାର କିଛି ନାହିଁ। ଆଜ୍ଞା ନା ବିପଦ ହବାର କିଛି ନାହିଁ। ପ୍ରଣାମ ପ୍ରଭୁ ପ୍ରଣାମ ଆଜ୍ଞା।